କ୍ଷୀରି ହେଉଛି ଗୋଟେ ଏମିତି ରେସିପି ଯାହାକୁ କି ଆମେ ସବୁ ପର୍ବପର୍ବାଣି ହଉ ବା କୌଣସି ଆମର ସ୍ପେଶାଲ ଓକେଜନ୍ ହଉ ବା ସ୍ପେଶାଲ ଡିଜ୍ ହଉ ଆମେ ନିଶ୍ଚୟ ଘରେ ପ୍ରସ୍ତୁତ କରିଥାଉ ଏବଂ ତାକୁ ଖାଇଥାଉ। ତ ଆଜି ମୁଁ ଆପଣମାନଙ୍କ ସହିତ ସେଇ କ୍ଷୀରିର ଗୋଟେ ସ୍ପେଶାଲ ରେସିପି ଆପଣମାନଙ୍କ ସହିତ ସେୟାର କରୁଛି, ଯାହାକି ମାତ୍ର ଆପଣମାନେ 15 ମିନିଟ୍ରେ ରେଡ଼ି କରିପାରିବେ। ତ ଚାଲନ୍ତୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖି ନେବା। ନମସ୍କାର, ସିମ୍ପଲ୍ ଲାଇଫ୍ ଅଫ୍ ମୋନିକାକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି। ମୁଁ ମୋନିକା। ତ ଏଇ କ୍ଷୀରି ବନେଇବା ପାଇଁ କ'ଣ ଦରକାର ସେଇ ସାମଗ୍ରୀ ଗୁଡ଼ାକୁ ଚାଲନ୍ତୁ ଦେଖି ନେବା। ତ ଏଇଠି ମୁଁ ନେଇଛି କ୍ଷୀରି ଚାଉଳ, ଯେଉଁ ଛୋଟ ଛୋଟ ଚାଉଳ ଥାଏ ନା, ଏଇଟାର ବାସ୍ନା ମଧ୍ୟ ବହୁତ ହି ବଢ଼ିଆ ହେଇଥାଏ ଏବଂ ଏଇଥିରେ ଯେଉଁ କ୍ଷୀରିଟା ପ୍ରସ୍ତୁତ ହେଇଥାଏ ବହୁତ ହି ବଢ଼ିଆ ୟାର ଟେଷ୍ଟଟା ମଧ୍ୟ ହେଇ। ତ ଯଦି ଆପଣମାନଙ୍କ ପାଖରେ ଏଇ କ୍ଷୀରି ଚାଉଳ ନାହିଁ ତାହେଲେ ଆପଣମାନେ ଅନ୍ୟ କୌଣସି ଅରୁଆ ଚାଉଳକୁ ମଧ୍ୟ ନେଇପାରିବେ, କିନ୍ତୁ ତା'ର ପ୍ରୋସେସ୍ଟା ଟିକେ ଟେଷ୍ଟଟା ମଧ୍ୟ ଟିକେ ଅଲଗା ହେଇଯାଇପାରେ। ତ ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ମୁଁ କେଉଁ ଉପାୟରେ ଏଇ ଯେଉଁ ରେସିପିଟିକୁ ବନେଇଛି ଏବଂ ମାତ୍ର 15 ମିନିଟ୍ରେ ବନେଇକି ରେଡ଼ି କରିଛି, ତ ଦେଖିନେବା। ଯଦି ଆପଣମାନେ ମେଜର୍ କରିବେ ତାହେଲେ ମୁଁ ଏଇ ଯେଉଁ 120 ml ଯେଉଁ ମେଜରିଂ କପ୍ ଥାଏ ନା, ସେଇଥିରୁ ଟିକେ କମ୍ ଏଠି ଚାଉଳ ନେଇଛି। ଆଉ ଯଦି ମୁଠା ହିସାବରେ ଦେଖିବେ ତାହେଲେ ଏଇଠି ମୁଁ 4 ମୁଠା ଏଇ ଚାଉଳ ନେଇଛି। ତ ଆପଣମାନେ ଆପଣମାନଙ୍କର ଆବଶ୍ୟକତା ହିସାବରେ କମ୍ ବେଶୀ କରିପାରିବେ। ଏବଂ ଏଇଠି ତ ଚାଉଳ ନେଇଛି, ବାକି ଏଠି ମୁଁ 1.5 ଲିଟର ଘରେ ନର୍ମାଲ୍ ଟେମ୍ପରେଚରରେ ଥିବା କ୍ଷୀରକୁ ନେଇଛି। ତାପରେ ଏଇଠି କିଛି କାଜୁକୁ ନେଇଛି, ତେଜପତ୍ର ନେଇଛି, ଗୁଜୁରାତି ନେଇଛି ବା ଅଳେଇଚ ନେଇଛି, ଆଉ କିଛି କିସମିସ୍ ନେଇଛି। କିଛି କାଜୁକୁ ଏମିତି ଫାଳ କରି ରଖିଛି, କିଛି କାଜୁକୁ ଏମିତି ଗୋଟା କରି ରଖିଛି। ତ ଯେମିତି ଆପଣମାନେ ଯେଉଁ ସେପ୍ରେ ଚାହାନ୍ତି ସେଇ ଉପାୟରେ ଆପଣମାନେ କାଜୁକୁ ଆଉ କିସମିସ୍କୁ ରଖିପାରିବେ। ତ ଚାଲନ୍ତୁ ଏବେ ଚାଉଳଟିକୁ ଭଲ ଭାବରେ ଧୋଇ ନେବା। ଚାଉଳଟିକୁ ମୁଁ ଭଲ ଭାବରେ ଧୋଇ ନେଇଛି। ଏବେ ଆମେ ଗୋଟେ ସ୍ପେଶାଲ କାମଟେ କରିବା। ତ ଏଇ ଯେଉଁ ସ୍ପେଶାଲ ଯେଉଁ ରେସିପିଟି ଆମେ ବନଉଛେ, ତ ତା'ର ପ୍ରୋସେସ୍ଟି ଏବେଠୁ ଷ୍ଟାର୍ଟ ହେଇଯାଉଛି। ତ ଏଇଠି ମୁଁ ଦେଖିପାରୁଥିବେ 1.5 ଚାମଚ ମୁଁ ଏଇଠି ଚାଉଳକୁ ଏଇଠି ମେଜରିଂ କପ୍ରେ ବାହାର କରି ନେଇଛି। ଆପଣମାନେ କୌଣସି ପାତ୍ରରେ ନେଇଥିବେ। ଏବଂ ଯେଉଁ ଗୋଟା କାଜୁକୁ ନେଇଥିଲି ତାକୁ ମଧ୍ୟ ଏଇଠି ମୁଁ ଦେଇ ଦେଉଛି। ଏବଂ ଏଇଠି ଯେଉଁ ଗରମ ପାଣି ରଖିଥିଲି, ଗରମ ପାଣିକୁ ଏଇଠି ମୁଁ ଦେଇ ଦେଉଛି। 5ରୁ 7 ମିନିଟ୍ ଏଇଠି ଆମେ ଏମିତି ଛାଡ଼ିଦେବା ବା 10 ମିନିଟ୍ ପର୍ଯ୍ୟନ୍ତ ଆପଣଙ୍କ ସୁବିଧା ହିସାବରେ ତାକୁ ପ୍ରୋସେସ୍ କରିନେବା। ଏବେ ୟାକୁ ମୁଁ ଅଲଗା କରି ଢଙ୍କେଇକିନା ରଖିଦେବି। ତାପରେ ଚାଲନ୍ତୁ ଆମେ ଆମର କ୍ଷୀରିର ଯେଉଁ ବାକି ପ୍ରୋସେସ୍ଟି ଅଛି, ଯେଉଁଟା ମେନ୍ ପ୍ରୋସେସ୍, ତାକୁ ଆମେ ଷ୍ଟାର୍ଟ କରିନେବା। ତ ଏଇଠି ମୁଁ ପ୍ରେସର୍ କୁକର୍ରେ ଏଇ କ୍ଷୀରିଟିକୁ ବନେଇବି। ତ ସେଥିପାଇଁ ମୁଁ ଏଇଠି 1.5-2 ଚାମଚ ଗୁଆ ଘିଅ ନେଉଛି। ଘରେ ପ୍ରସ୍ତୁତ ହେଇଥିବା ଗୁଆ ଘିଅକୁ ମୁଁ ଏଇଠି ଏଡ଼୍ କରିଛି। ତାପରେ ଏଇଠି ଘିଅଟା ଗରମ ହେଇଗଲା ପରେ ତେଜପତ୍ରକୁ ଦେଇ ଦେଇଛି। ସାଙ୍ଗେ ସାଙ୍ଗେ ଏଇଟା କଲର୍ ଚେଞ୍ଜ ହେଇଯିବ। ଆଉ ତାପରେ ଯେଉଁ ଆମେ ରଖିଥିବା ଧୋଇକିନା ଚାଉଳକୁ ଏଇଠି ଏଡ଼୍ କରିଦେବି। ଏଇ ପ୍ରୋସେସ୍ଟି ଆପଣମାନଙ୍କ ପାଖରେ ଅପସନାଲ୍। ଆପଣମାନେ ଚାହିଁଲେ ଏଇ ପ୍ରୋସେସ୍ଟିକୁ କରିପାରିବେ, ନହେଲେ ସେମିତି ବି ଆପଣମାନେ ଏଇ ଯେଉଁ କ୍ଷୀରିର ରେସିପିଟିକୁ ପ୍ରସ୍ତୁତ କରିପାରିବେ। ତ ମୁଁ ଏଇଠି କାହିଁକି ଏଇ ଯେଉଁ ଚାଉଳଟିକୁ ଟିକେ ଟିକେ ଚଲେଇ ନେଉଛି, ତା'ର ବି ରିଜନ୍ ଅଛି। ତ ସେଇଟାକୁ ମୁଁ ପରେ ଆପଣମାନଙ୍କ ସହିତ ସେୟାର କରିବି। ତ ଏମିତି ଚଲେଇ ଦେଲେ କ'ଣ ହେବ ନା, ଟିକେ ନଡ଼ା ନଡ଼ି କରିଦେଲେ ଏଇ ଯେଉଁ ଚାଉଳର ଯେଉଁ କଲର୍ଟା ଅଛି ସେଇଟା ଟିକେ ଚେଞ୍ଜ ହେଇଯିବ ଏବଂ ଆମର କ୍ଷୀରିର ଯେଉଁ କଲର୍ଟା ସେଇଟା ମଧ୍ୟ ଟିକେ ସେଇ ଭୋଜି ଷ୍ଟାଇଲ୍ର ଆସିଯିବ। ଆଉ ଏଇ ପ୍ରୋସେସ୍ଟା ମୁଁ କ'ଣ ପାଇଁ କରିଛି ତା'ର ରିଜନ୍ଟା ମୁଁ ଆପଣମାନଙ୍କୁ ପଛରେ ବତେଇବି। ତ ଏବେ ଦେଖିପାରୁଥିବେ ଭଲ ଭାବରେ ଏଇଟାକୁ ମୁଁ ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ କରିକିନା ଏଇ ଚାଉଳଟିକୁ ଟିକେ ଭଲ ଭାବରେ ଏଇଠି ଚଲେଇ ନେଉଛି, ଯେଉଁଥିରେ କି ଆମର ଯେଉଁ ଚାଉଳଟି ଅଛି ସେଇଟା ମଧ୍ୟ ଝୁଡ଼ଝୁଡ଼ିଆ ଟିକେ ହେଇଯିବ ଏବଂ ଏହାର ଟିକେ କଲର୍ ମଧ୍ୟ ଚେଞ୍ଜ ହେଇଯିବ। ଭଲ ଭାବରେ ଟିକେ ଚଲେଇ ନେଲା ପରେ ଏଇଥିରେ ଯେତିକି ପରିମାଣରେ ଆମେ ନେଇଥିଲେ ଚାଉଳ, ସେତିକି ପରିମାଣରେ ଏଇଠି ମୁଁ ପାଣିକୁ ଏଡ଼୍ କରୁଛେ। ଆଉ ସେଇ ହିସାବରେ ଏଇଠି ମୁଁ ତାପରେ ହୁଇସିଲ୍ ମାରିବାକୁ ଛାଡ଼ିଦେବି। 2ରୁ 3ଟା ହୁଇସିଲ୍ ମାରିଦେବି। ତାପରେ ଏଇଟା ଆମର ଏ ଯେଉଁ କ୍ଷୀରିର ଯେଉଁ ଚାଉଳଟି ଅଛି ଭଲ ଭାବରେ କୁକ୍ ହେଇଯିବ। ତ ଚାଲନ୍ତୁ ଏବେ ତ ମୁଁ ଲିଡ୍ କଭର୍ କରିଦେଇଛି।
2-3ଟା ହୁଇସିଲ୍ ତ ହେଇଗଲାଣି। ତ ଚାଲନ୍ତୁ ତାକୁ ରେଷ୍ଟ କରିବାକୁ ଛାଡ଼ିଦେବା, ଯେଉଁଥିରେ କି ତା'ର ଗ୍ୟାସ୍ ସବୁତକ ଗ୍ୟାସ୍ ଗୁଡ଼ାକ ରିଲିଜ୍ ହେଇଯିବ। ତ ସେଇ ଭିତରେ ମୁଁ ଏଠି 4-5ଟା ଯେଉଁ ଅଳେଇଚକୁ ରଖିଥିଲି ତାକୁ ଏବେ ଏଇଠି ବାହାର କରିନେବି। ତା'ର ମଞ୍ଜି ତକ ଦେବା, ତା'ର ଯେଉଁ ଚୋପା ଅଛି ସେଟାକୁ ଆମେ ଦେବା ନାହିଁ। ଖାଲି ଏଇ ଯେଉଁ ତା'ର ମଞ୍ଜି ଗୁଡ଼ାକୁ ଅଛି ତାକୁ ଏଇଠି ଦେଇକିନା ଭଲ ଭାବରେ ତା'ର ଛେଞ୍ଚି ନେବି ବା କୁଟି ନେବି। ଭଲ ଭାବରେ ତାକୁ ଫାଇନଲି ଗୁଣ୍ଡ କରିନେବାର ଅଛି, ଯେମିତିକି ଖାଇଲା ବେଳେ ତା'ର ଯେଉଁ ମଞ୍ଜି ଗୁଡ଼ାକ ଆମ ପାଟିରେ ନ ଆସୁ, ନହେଲେ ସେଇ ଯେଉଁ ତା'ର ଟେଷ୍ଟଟା ଆସିଥାଏ କିଛି ଜଣଙ୍କୁ ଭଲ ଲାଗିନଥାଏ, କିଛି ଜଣଙ୍କୁ ବହୁତ ଭଲ ବି ଲାଗିଥାଏ। ତ ଭଲ ଭାବରେ ଏଇଠି କୁଟି ସାରିଲା ପରେ ଦେଖିପାରୁଥିବେ ଆପଣମାନେ କେତେ ଭଲ ଭାବରେ ଏଇଟା କୁଟା ହେଇଯାଇଛି ବା ଗୁଣ୍ଡ ହେଇଯାଇଛି। ତ ଏଇ ଏବେ ଚାଲନ୍ତୁ ଆମର ଯେଉଁ ଗ୍ୟାସ୍ ରିଲିଜ୍ ହେଇଯାଇଥିବଣି ପ୍ରେସର୍ କୁକର୍ରୁ, ତ ଏବେ ଲିଡ୍ଟିକୁ କାଢ଼ି ନେବା। ତ ଦେଖିପାରୁଥିବେ କେତେ ବଢ଼ିଆ ଭାବରେ ଏଇ ଯେଉଁ ଚାଉଳଟି ଆମର ସିଝିଗଲାଣି। ତ ଟିକେ ଚଲେଇ ନେବା, ଯେଉଁଥିରେ କି ମାନେ ଆମର ଚାଉଳଟା କେତେ ସିଝିଛି କ'ଣ ହେଇଛି ଆମେ ଚେକ୍ କରିନେବା। ଏଇଗୁଡ଼ାର ପ୍ରୋସେସ୍ ମାତ୍ର 7ରୁ 8 ମିନିଟ୍ର ଭିତରେ ହେଇଯିବ ଆପଣଙ୍କର। ତାପରେ ବାକି ପ୍ରୋସେସ୍ ଆମେ ଷ୍ଟାର୍ଟ କରିବା। ଦେଖିପାରୁଥିବେ କେତେ ବଢ଼ିଆ ଭାବରେ ଏଇ ଚାଉଳଟି ସିଝି ଯାଇଛି। ତାକୁ ଟିକେ ଟିକେ ଭଲ ଭାବରେ ଆମେ ମେଶ୍ କରିନେବା, ଯେଉଁଥିରେ କି ଆମର ପ୍ରୋସେସ୍ଟି ଆହୁରି ଜଲ୍ଦି ହେଇଯିବ। ଏମିତି ଯଦି ଆପଣଙ୍କ ପାଖରେ କିଛି ପଟାଟୋ ମେସର୍ ଥିବ କିମ୍ବା ଏମିତି କିଛି ଥିବ ଯେଉଁଥିରେ କି ଘଣ୍ଟୁଳେଇ ହେବ, ତ ଆପଣମାନେ ସେଇଥିରେ ମଧ୍ୟ ଘଣ୍ଟୁଳେଇ ଦେବେ, ବହୁତ ବଢ଼ିଆ ଜଲ୍ଦି ହେଇଯିବ ଆପଣଙ୍କର ପ୍ରୋସେସ୍ଟି। ତ ଏଇଠି ଯେଉଁ ମୁଁ ନର୍ମାଲ୍ ଟେମ୍ପରେଚର୍ରେ ରଖିଥିଲି କ୍ଷୀରକୁ, ତାକୁ ଏଇଠି ଏଡ଼୍ କରିଦେଉଛି। ତାପରେ ଏବେ ମୁଁ ଫୁଲ୍ ଫ୍ଲେମ୍ରେ କରିନେବି ଗ୍ୟାସ୍ଟିକୁ, ଯେଉଁଥିରେ କି ଆମର ଫୁଟଟା ଟିକେ ଜଲ୍ଦି ଆସିବ ଏବଂ ଆମର ଯେଉଁ କ୍ଷୀରିର ପ୍ରୋସେସ୍ଟି ଆହୁରି ଜଲ୍ଦି ଷ୍ଟାର୍ଟ ହେଇଯିବ। ତ ଭଲ ଭାବରେ ଏବେ ଫୁଟ ଆସିବାକୁ ଛାଡ଼ିଦେବା। ଏଇ ଫୁଟଟି ଆସିଲା ଭିତରେ ଆମେ ଯେଉଁ ଚାଉଳ ଏବଂ ଯେଉଁ କାଜୁକୁ ବତୁରେଇକି ରଖିନଥିଲେ କି, ତାକୁ ଏବେ ଆମର ପ୍ରୋସେସ୍ର କରିବାର ସମୟ ଆସିଗଲାଣି। ତ ଏଇ ଯେଉଁ କାଜୁ ଆଉ ଚାଉଳକୁ ଯେଉଁ ଗରମ ପାଣିରେ ଆମେ ବତୁରେଇକି ରଖିଥିଲେ, ଏବେ ୟାକୁ ଆମେ ଫାଇନଲି ଗ୍ରାଇଣ୍ଡ କରିବାର ଅଛି, ପୁରା ପେଷ୍ଟ କରିନେବାର ଅଛି। ୟାର ପୁରା ଭଲ ଭାବରେ ହିଁ ତାକୁ ପେଷ୍ଟ କରିବାର ଅଛି। ବେଶୀ ପାଣି ଏଇଠି ଆପଣମାନେ ଗ୍ରାଇଣ୍ଡ କଲାବେଳେ ଏଡ଼୍ କରିବେନି, ନହେଲେ ଭଲସେ ଏଇଟା ବଟା ହେଇପାରିବନି। ତ ଏବେ ଏଇଥିରେ ଦେଇକିନା ଗ୍ରାଇଣ୍ଡର ଜାର୍ରେ ଦେଇକିନା ଏବେ ମୁଁ ଫାଇନଲି ଗ୍ରାଇଣ୍ଡ କରିନେବି। ଏବେ ଗ୍ରାଇଣ୍ଡ ହେଇସାରିଲା ପରେ ମୁଁ ଆପଣମାନଙ୍କୁ ଦେଖାଉଛି ୟାର ଯେଉଁ କନସିଷ୍ଟେନ୍ସିଟା ହେବା ଦରକାର, ଯେଉଁ ବଟାର କେମିତି ହେବା ଦରକାର। ତ ଦେଖି ନିଅନ୍ତୁ, ଏଇଭଳିଆ ହିଁ ଆମର କନସିଷ୍ଟେନ୍ସି ହେବା ଦରକାର, ଆଉ ଏମିତି ହିଁ ପୁରା ପଲିସ୍ ହେବା ଦରକାର। ତ ଚାଲନ୍ତୁ ଏବେ ଯେଉଁ ଆମେ କ୍ଷୀରିଟା ଫୁଟଉଥିଲା, କ୍ଷୀରଟା ଯେଉଁ ଫୁଟୁଛି, ତ ସେଇଟାକୁ ଦେଖିନେବା କେମିତି ୟାର ଫୁଟଟା ଆସିଲାଣି। ତ ଫୁଟିବାର ପାଖାପାଖି 2-3 ମିନିଟ୍ ହେଇଗଲାଣି। ଏଇଠି ଆମେ ଏଡ଼୍ କରିବା ଏବେ ଯେଉଁ କାଜୁ ଆଉ ଯେଉଁ ଚାଉଳର ଯେଉଁ ପେଷ୍ଟଟାକୁ ଆମେ ରଖିଥିଲେ, ଟିକେ ହାଲକା ପାଣି ଏଡ଼୍ କରିକିନା ଏଇଠି ମୁଁ ଏଡ଼୍ କରିଦେଉଛି। ଏବଂ ଏଇଟାକୁ ଏଡ଼୍ କରିବା ମାତ୍ରେ ହିଁ ଆମକୁ ଏବେ ୟାକୁ ଭଲ ଭାବରେ ଘଣ୍ଟୁଳିବାର ଅଛି ବା ଚଲେଇବାର ଅଛି, କାରଣ ଏଇଠି ଯେଉଁ କାଜୁ ଆଉ ଚାଉଳଟା ଦେଇନଥିଲେ କି, ସେଇଟା ସାଙ୍ଗେ ସାଙ୍ଗେ ତଳେ ଲାଗିବାର ଚାନ୍ସେସ୍ ବହୁତ ଜ୍ୟାଦା ଅଛି। ତେଣୁକରି ଆମକୁ ଭଲ ଭାବରେ ୟାକୁ ଏବେ ପାଖାପାଖି 1-2 ମିନିଟ୍ ଭଲ ଭାବରେ ୟାକୁ ଚଲେଇ ନେବାର ଅଛି। 1-2 ମିନିଟ୍ ପରେ ଆପଣମାନେ ଟିକେ ରେଷ୍ଟ ଛାଡ଼ି ଦେଇପାରିବେ, କିନ୍ତୁ 1-2 ମିନିଟ୍ଟା ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ କି ଆପଣମାନେ ଭଲସେ ଚଲେଇବେ। ଦେଖିପାରୁଥିବେ ଆଗରୁ କେମିତି ଫୁଟଟା ଆସୁଥିଲା, ଆଉ କାଜୁ ଆଉ ଚାଉଳର ଯେଉଁ ପେଷ୍ଟଟାକୁ ଏଡ଼୍ କଲା ପରେ କେମିତି ଫୁଟ ଆସୁଛି। ଆପଣମାନେ ଘରେ ଏଇଟାକୁ ଟ୍ରାଏ କଲା ପରେ ହିଁ ଆପଣମାନେ ବୁଝିପାରିବେ କେମିତି ୟାର ଫୁଟଟା ଚେଞ୍ଜ ହେଲା। ତ ଏବେ ପାଖାପାଖି ଏଇଟା ଠିକ୍ ହେବାକୁ ଆରମ୍ଭ କରିଲାଣି, 1-2 ମିନିଟ୍ ହେଇଗଲାଣି। ତ ଠିକ୍ ହେବା ଆରମ୍ଭ ହେଇଯାଇଛି, ଆଉ ଦେଖିପାରୁଥିବେ କେତେ ବଢ଼ିଆ ଭାବରେ ୟାର ଫୁଟଟା ବି ଚେଞ୍ଜ ହେବାକୁ ଲାଗିଲାଣି। ଟିକେ ଫୁଟିଗଲା ପରେ 2-3 ମିନିଟ୍ ପରେ କ'ଣ କରିବା ନା, ଆମେ ଏଠି ଏଡ଼୍ କରିବା ଫାଳ କରି ରଖିଥିବା କାଜୁକୁ ଏବଂ କିସମିସକୁ। ତ ଏଇ ସମୟରେ ହିଁ ଆପଣମାନେ ଏଡ଼୍ କରିନେବେ, ଯେଉଁଥିରେ କି ଆମର କିସମିସ ଗୁଡ଼ାକ ବି ଭଲ ଭାବରେ ଏଠି ଯେଉଁ ଭଲ ଭାବରେ ତା'ର କୁକ୍ ହେଇଯିବ
ଏବଂ ଏହି ସମୟରେ ମୁଁ ଏଠି ଏଡ଼୍ କରିଛି 8 ରୁ 10 ଚାମଚ ଚିନି। ଆପଣ ଯେଉଁ ହିସାବରେ ମିଠା ଖୋଜନ୍ତି ସେଇ ହିସାବରେ ମିଠା ଆପଣମାନେ ଏଡ଼୍ କରିପାରିବେ, ଚିନି ଏଡ଼୍ କରିପାରିବେ। ଅପସନାଲ୍। ଆଉ ଏହି ସମୟରେ ଗୁଡ଼ ମଧ୍ୟ ଭଲ ମିଳେ, ଗୁଡ଼ ମଧ୍ୟ ଆପଣମାନେ ଏଡ଼୍ କରିବେ। କିନ୍ତୁ ଗୁଡ଼ ଯଦି ଏଡ଼୍ କରୁଛନ୍ତି କ୍ଷୀରିରେ ତାହେଲେ ଟିକେ ଯେଉଁ କ୍ଷୀରିଟା ଥଣ୍ଡା ହେଇସାରିଲା ପରେ ଲାଷ୍ଟରେ ଏଡ଼୍ କରିବେ। ଏବଂ ଚିନି ଏଡ଼୍ କରିସାରିଲା ପରେ ଏଇଠି ମୁଁ ଏଡ଼୍ କରିଛି କଣ୍ଡେନ୍ସ ମିଲ୍କ। ଆଉ ଭୋଜି ଷ୍ଟାଇଲ୍ର ଯେଉଁ କ୍ଷୀରିରେ ଏ କଣ୍ଡେନ୍ସ ମିଲ୍କଟା ବହୁତ ହି ବଢ଼ିଆ ତା'ର ଫ୍ଲେଭର୍ ଦେଇଥାଏ, ତ ସେଥିପାଇଁ ମୁଁ ଏଠି ଏଡ଼୍ କରିଛି। ଆଉ ଆପଣମାନେ ଚାହିଁଲେ ମିଲ୍କ ପାଉଡ଼ର ମଧ୍ୟ ଏଡ଼୍ କରିପାରିବେ, ତ ସେଟା ବି ଅପସନାଲ୍ ଆପଣଙ୍କ ପାଇଁ, କିନ୍ତୁ ମୁଁ ଏଠି ଏଡ଼୍ କରିନାହିଁ। ଆଉ ଯେଉଁ ଅଳେଇଚ ଗୁଣ୍ଡ କରିକି ରଖିଥିଲେ ତାକୁ ମଧ୍ୟ ଏଇ ଲାଷ୍ଟ ସମୟରେ ହିଁ ମୁଁ ଏଠି ଏଡ଼୍ କରିଛି। 1-2 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। ଏବଂ ଯେଉଁ ମୁଁ ପ୍ରଥମରେ କହିଥିଲି ନା କି ଚାଉଳଟିକୁ ମୁଁ କ'ଣ ପାଇଁ ଭାଜିଥିଲି, ତ ଲାଷ୍ଟ ପ୍ରୋସେସ୍ରେ କିଛି ଜଣ କରନ୍ତି କି ଚିନିଟିକୁ କ୍ୟାରାମେଲାଇଜ୍ କରିକିନା ବା ଭାଜିକିନା ଏଠି ଯେଉଁ ଏଡ଼୍ କରିଥାନ୍ତି ଯେଉଁଥିରେ କ୍ଷୀରିର କଲର୍ଟା ଚେଞ୍ଜ ହେଇଥାଏ। ବାସ୍ ମୋତେ ସେଇ ପ୍ରୋସେସ୍ଟି କରିବାର ନଥିଲା, ସେଥିପାଇଁ ମୁଁ ଚାଉଳଟିକୁ ଭାଜି ନେଇଥିଲି। ଏବଂ ଏଠି ଆମର କ୍ଷୀରିଟି ପ୍ରସ୍ତୁତ ହେଇଗଲାଣି। ଗରମା ଗରମ ଆପଣମାନଙ୍କ ସମ୍ମୁଖରେ ମୁଁ ପରୋସି ନେଉଛି କ୍ଷୀରିଟିକୁ। ଏଇଟା ଆଉ ଟିକେ ଥଣ୍ଡା ହେଲା ପରେ ଆଉ ଟିକେ ଗାଢ଼ ମଧ୍ୟ ହେଇଯିବ। କିନ୍ତୁ ମୋତେ ଯେଉଁ କନସିଷ୍ଟେନ୍ସି ଦରକାର ଥିଲା କ୍ଷୀରିରେ, ନା ହିଁ ବହୁତ ପତଳା ନା ହିଁ ବହୁତ ଗାଢ଼, ଏଇ ଯେଉଁ କନସିଷ୍ଟେନ୍ସିଟା ପୁରା ପରଫେକ୍ଟ ହେଇଛି। ଆପଣମାନଙ୍କ ସମ୍ମୁଖରେ ରହିଛି କ୍ଷୀରିଟି। ଏବଂ ଆଉ କିଛି କାଜୁକୁ ମୁଁ ରଖିଥିଲି ତା ଉପରେ ଗାର୍ନିସ୍ କରିଦେଇଛି। ଏବଂ ଆପଣମାନଙ୍କ ସମ୍ମୁଖରେ ଥରେ ମୁଁ ଏଠି ଟ୍ରାଏ ମଧ୍ୟ ନିଶ୍ଚୟ କରୁଛି କି କେମିତି ୟାର ଟେଷ୍ଟ ହେଇଛି, କେମିତି କନସିଷ୍ଟେନ୍ସି ହେଇଛି। ବହୁତ ହି ବଢ଼ିଆ ୟାର ଟେଷ୍ଟ ହେଇଛି ଏବଂ ବହୁତ ହି କମ୍ ସମୟରେ ବନିକି ରେଡ଼ି ହେଇଯାଇଛି। ଆପଣମାନେ ହଠାତ୍ରେ ବି ଯଦି ବନେଇବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଆପଣମାନେ ଏଇ ରେସିପିଟିକୁ ବନେଇକି ରେଡ଼ି କରିପାରିବେ। ତ ଆଶା କରୁଛି ଆପଣମାନଙ୍କୁ ଆଜିର ଏଇ ରେସିପିଟି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ କି ଆପଣମାନଙ୍କର ଏଇ ଯେଉଁ କ୍ଷୀରିର ରେସିପିଟି କେମିତି ହେଇଛି।